ନମସ୍କାର ବନ୍ଧୁଗଣ ଆଜିର ଭିଡ଼ିଓରେ ଆମେ ଆପଣମାନଙ୍କୁ ଜଣେଇବୁ ମହିଳାମାନଙ୍କର କେଉଁ କାମରେ ସ୍ୱାମୀ ହେବେ ଧନୀ। ରାତି ସମୟରେ ସ୍ତ୍ରୀଙ୍କ ସହିତ କରନ୍ତୁ ଏହି କାମ, ସଫଳତା ନିଶ୍ଚୟ ମିଳିବ। ଆପଣଙ୍କୁ ମାଲାମାଲ ହେବାରୁ କେହି ବି ଅଟକାଇ ପାରିବେ ନାହିଁ। ଏହା ସହିତ ଜାଣିବା ରାତିରେ 5ଟି କାମ ଭୁଲରେ ବି କରିବା ଉଚିତ ନୁହେଁ। ଏହାଦ୍ୱାରା ମା ଲକ୍ଷ୍ମୀ କେବେ ବି ଘରକୁ ପ୍ରବେଶ କରନ୍ତି ନାହିଁ। ଶାସ୍ତ୍ର ଅନୁସାରେ ସୂର୍ଯ୍ୟାସ୍ତ ସମୟରେ କିଛି କାମ ଅଛି ଯାହାକୁ କରିବା ଉଚିତ ନୁହେଁ। ଘରେ ରହୁଥିବା ଲୋକଙ୍କର ଉନ୍ନତି ହୋଇନଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ମହିଳାଙ୍କୁ ରାତିରେ ଏମିତି କିଛି କାମ ଅଛି ଯାହାକୁ କରିବା ଉଚିତ ନୁହେଁ, ନଚେତ୍ ଘରକୁ ଗରିବୀ ଆସିଥାଏ। ଏହାଦ୍ୱାରା ଜନ୍ମ ଜନ୍ମ ଧରି ଗରିବୀର ସାମ୍ନା କରିବାକୁ ପଡ଼ିଥାଏ। ସେଥିପାଇଁ ନିଜ ଘରେ ଏହିସବୁ ଭୁଲ କରିବା ବନ୍ଦ କରିଦିଅନ୍ତୁ। ଖାସ୍ କରି ସୁହାଗିନୀ ମହିଳା ଏହା ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ, ନଚେତ୍ ପୁରା ଘର ହେବ ବର୍ବାଦ ଏବଂ ସ୍ୱାମୀ ହୋଇଯିବେ କାଙ୍ଗାଳ। ବନ୍ଧୁଗଣ, ଘରର ଝିଅ ବୋହୂମାନଙ୍କୁ ଘରର ଲକ୍ଷ୍ମୀ କୁହାଯାଏ। ଏମିତି ମାନ୍ୟତା ଅଛି ଯେ ଯଦି କେଉଁ ସ୍ତ୍ରୀ ଚାହିଁବେ ତ ଘରକୁ ସ୍ୱର୍ଗ ବନେଇ ପାରିବ, ଆଉ ଚାହିଁଲେ କୌଣସି ଘରକୁ ନର୍କ ବି ବନେଇ ପାରିବ। କିନ୍ତୁ କ'ଣ ଜାଣିଛନ୍ତି, ମହିଳାଙ୍କୁ ଏହି 5ଟି କାମ କେବେ ବି କରିବା ଉଚିତ ନୁହେଁ। ଏହାଦ୍ୱାରା ଘରକୁ ଗରିବୀ ଆସିଥାଏ। ତେବେ ଆସନ୍ତୁ ଜାଣିବା କ'ଣ ସେହି କାମ। ଏହା ସହିତ ଜାଣିବା କ'ଣ ସେହି ଗୁପ୍ତ କାମ ଯାହା ରାତିରେ ସ୍ତ୍ରୀ ସହିତ ସ୍ୱାମୀଙ୍କୁ ନିଶ୍ଚୟ କରିବା ଉଚିତ। ରାତିରେ କପଡ଼ା ଧୋଇବା ଉଚିତ ନୁହେଁ। ଏହାଦ୍ୱାରା ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ। ଯଦି ରାତିରେ କପଡ଼ା ସଫା କରୁଥାନ୍ତି, ତେବେ ନକାରାତ୍ମକ ଶକ୍ତି କପଡ଼ାରେ ପ୍ରବେଶ କରେ। ଏହାକୁ ଆମେ ସକାଳେ ପିନ୍ଧିବା ଦ୍ୱାରା ଏହି ଊର୍ଜାର ପ୍ରଭାବ ଆମ ଶରୀର ଉପରେ ପଡ଼େ, ଯାହାର ଶରୀର ପାଇଁ କ୍ଷତିକାରକ ଅଟେ। ରାତିରେ ଅଇଁଠା ବାସନ ରଖି ଶୋଇବା ଉଚିତ ନୁହେଁ। ଏମିତି କଲେ ମା ଅନ୍ନପୂର୍ଣ୍ଣା କ୍ରୋଧିତ ହୋଇଯାନ୍ତି। ଏହାଦ୍ୱାରା ଘରକୁ ଦରିଦ୍ରତା ଆସିଥାଏ। ସେଥିପାଇଁ ରାତିରେ ଅଇଁଠା ବାସନ ଧୋଇ କରି ଶୁଅନ୍ତୁ। ରାତିରେ ଜୋତା ଚପଲକୁ ପାଖରେ ରଖି ଶୋଇବେ ନାହିଁ। ଏହାଦ୍ୱାରା ଘରେ ଅଶାନ୍ତି ଉତ୍ପନ୍ନ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଅନ୍ଧାର ରୁମରେ କେବେ ବି ଶୋଇବା ଉଚିତ ନୁହେଁ। ହାଲକା ଆଲୋକିତ ନିଶ୍ଚୟ କରନ୍ତୁ। ଶୋଇବା ପୂର୍ବରୁ ଗୋଡ଼, ହାତ, ମୁହଁ ଧୋଇ ଶୋଇବା ଉଚିତ। ଯଦି ଏମିତି ନ କରନ୍ତି, ତେବେ ନକାରାତ୍ମକ ଊର୍ଜାର ବାସ ହୋଇଥାଏ। ଶାସ୍ତ୍ର ଅନୁସାରେ ଡେରି ରାତିରେ ଶୋଇବା ଉଚିତ ନୁହେଁ। ଏହାଦ୍ୱାରା ସ୍ୱାସ୍ଥ୍ୟ ଖରାପ ହୋଇଥାଏ। ସେଥିପାଇଁ ଶୀଘ୍ର ଶୋଇ ସକାଳେ ଶୀଘ୍ର ଉଠିବା ଉଚିତ। ରାତିରେ ପୂଜା ଘରର ମୂର୍ତ୍ତି ସାମ୍ନାରେ କୌଣସି କପଡ଼ା ଢାଙ୍କି ଦିଅନ୍ତୁ। ରାତିରେ ଶୋଇବା ସମୟରେ ଗୋଡ଼ କବାଟ ସାଇଡକୁ ରଖନ୍ତୁ ନାହିଁ। ଏହାଦ୍ୱାରା ମୃତ୍ୟୁର ଭୟ ଥାଏ। ଘରର ସ୍ତ୍ରୀମାନେ ଝାଡ଼ୁକୁ କେବେ ବି ଲାତ ମାରିବା ଉଚିତ ନୁହେଁ। ଯେଉଁ ଘରର ମହିଳାମାନେ ଝାଡ଼ୁକୁ ଗୋଡ଼ରେ ଲଗେଇଥାନ୍ତି କିମ୍ବା ଗୋଡ଼ରେ ଗୋଇଠା ମାରିଥାନ୍ତି, ସେଠାରେ କେବେ ବି ମା ଲକ୍ଷ୍ମୀଙ୍କ ବାସ ହୋଇନଥାଏ। ଯଦି କୌଣସି ସ୍ତ୍ରୀ ଏମିତି କରିଥାଏ, ତ ସେହି ଘରେ ଦାରିଦ୍ର୍ୟତା ଛାଇ ରହିଥାଏ। ସେ ଘର କେବେ ବି ଆର୍ଥିକ ରୂପରେ ସମ୍ପୂର୍ଣ୍ଣ ହୋଇପାରିନଥାଏ। ଏଥିପାଇଁ ଏହି କଥାର ଧ୍ୟାନ ରଖନ୍ତୁ। ଘରର ମହିଳାଙ୍କୁ ଏହି କାମ କରିବା ଉଚିତ ନୁହେଁ। ପ୍ରତ୍ୟେକ ଲୋକଙ୍କ ଘରେ କ୍ଷୀର, ଦହି, ଘିଅ, ମହୁ ଏହି 4ଟି ଜିନିଷ ନିଶ୍ଚୟ ରହିବା ଉଚିତ। ଯେଉଁ ଘରେ ଏହିସବୁ ଜିନିଷ ଥାଏ, ସେହି ଘରେ କେବେ ବି ଦୁଃଖ ଦାରିଦ୍ର୍ୟତା ଆସିନଥାଏ। ଏହିସବୁ ଜିନିଷକୁ ସବୁଠାରୁ ଅଧିକ ପବିତ୍ର ମାନାଯାଏ। ସନ୍ଧ୍ୟା ସମୟରେ ଘରକୁ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ। ଏହି ସମୟରେ ଘରର ମୁଖ୍ୟ ଦ୍ୱାର ଏବଂ ଝରକା ଖୋଲା ରହିବା ଦରକାର। ପ୍ରତିଦିନ ସନ୍ଧ୍ୟାରେ ଆପଣ ଘରର ମୁଖ୍ୟ ଦ୍ୱାରରେ ଗୋଟେ ଘିଅର ଦୀପ ଜାଳିବା ଉଚିତ। ଏହି ଦୀପ ତଳେ ଅଳ୍ପ ଅକ୍ଷତ ବା ଚାଉଳ ନିଶ୍ଚୟ ରଖିବା ଉଚିତ। ସନ୍ଧ୍ୟା ସମୟରେ ଘରର ଅଗଣାରେ ପାଣି ଛିଞ୍ଚି ରଙ୍ଗୋଲି ବନାନ୍ତୁ।
ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆକର୍ଷିତ ହେବେ। ଏମିତି ଘରକୁ ମା ନିଶ୍ଚୟ ପ୍ରବେଶ କରିବେ। ପିଲାଙ୍କୁ ଯଦି ବାରମ୍ବାର ନଜର ଲାଗୁଥାଏ ତ ତାଙ୍କ ସ୍ନାନ ପାଣିରେ ଲୁଣ ପକାଇ ସ୍ନାନ କରାନ୍ତୁ। ଏହାଦ୍ୱାରା ଆରାମ ମିଳିଥାଏ। ଲୁଣର ଉପାୟରେ ଆପଣ ନିଜର ସମସ୍ତ ନକାରାତ୍ମକତାକୁ ଦୂର କରିପାରିବେ ଆଉ ଘରକୁ ସୁଖ ଶାନ୍ତି ଆଣିପାରିବେ। ରାତିରେ କେବେ ବି ବାହାର ଲୋକଙ୍କୁ ଲୁଣ ଦିଅନ୍ତୁ ନାହିଁ। ଲୁଣ କେବେ ବି କାହାରି ହାତରେ ସିଧା ଦିଅନ୍ତୁ ନାହିଁ, ବରଂ ତାଙ୍କ ଥାଳିରେ ପକାଇ ଦିଅନ୍ତୁ, ନହେଲେ ବାଦ ବିବାଦ ହୋଇପାରେ। ଲୁଣକୁ କେବେ ବି ଷ୍ଟିଲ୍ କିମ୍ବା ଲୁହା ପାତ୍ରରେ ରଖିବା ଉଚିତ ନୁହେଁ। ଲୁହା ଶନିଙ୍କ ଧାତୁ ଅଟେ ଆଉ ଲୁଣ ଶୁକ୍ରଙ୍କର ପ୍ରଭାବ ଥାଏ ଏବଂ ଦୁଇ ଜଣଙ୍କର ମିଳନ ଶୁଭ ହୋଇନଥାଏ। ଲୁଣକୁ ଲୁହାରେ ରଖିଲେ ଦୁଃଖ କ୍ଲେଶ ବଢ଼ିଥାଏ, ଦାରିଦ୍ର୍ୟତା ଆସିଥାଏ। ଏଥିପାଇଁ ଏମିତି କରନ୍ତୁ ନାହିଁ। ଘରେ ଭଙ୍ଗା ଜିନିଷରେ କେବେ ବି ବ୍ୟବହାର କରିବା ଉଚିତ ନୁହେଁ। ଭଙ୍ଗା ପାନିଆରେ କେବେ ବି ମୁଣ୍ଡ କୁଣ୍ଡାଇବା ଉଚିତ ନୁହେଁ। ସୂର୍ଯ୍ୟାସ୍ତ ପରେ ତୁଳସୀ ଗଛରେ ଜଳ ଅର୍ପଣ କରିବେ ନାହିଁ କି ଛୁଇଁବେ ନାହିଁ। ସୂର୍ଯ୍ୟାସ୍ତ ପରେ କେବେ ବି କେଶ କାଟନ୍ତୁ ନାହିଁ, ନଖ ମଧ୍ୟ କାଟନ୍ତୁ ନାହିଁ। ଏହାଦ୍ୱାରା ଧନ ହାନି ହୋଇଥାଏ। ଏମିତି କିଛି କାମ ଅଛି ଯାହାକୁ ସ୍ୱାମୀ ସ୍ତ୍ରୀ ସହିତ ରାତିରେ କରିବା ଦ୍ୱାରା ସ୍ୱାମୀଙ୍କୁ ସଫଳତା ମିଳିଥାଏ। ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ, ଯିଏ ନିଜର ନୀତି ନିୟମ ବଳରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ରାଜାର ଆସନରେ ବସେଇ ଦେଇଥିଲେ। ଯଦି ଆପଣ ସଫଳ ହେବାକୁ ଚାହୁଁଛନ୍ତି, ତେବେ ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା କୁହାଯାଇଥିବା ଏହି କାମ ରାତିରେ ନିଶ୍ଚୟ କରିଦିଅନ୍ତୁ। ରାତିରେ ଏହି କାମ କରିଲେ କେବେ ବି କାହାରିକୁ କିଛି କହିବେ ନାହିଁ। ସ୍ତ୍ରୀଙ୍କୁ ଘରର ଲକ୍ଷ୍ମୀ କୁହାଯାଏ। ରାତିରେ ଶୋଇବା ସମୟରେ ସ୍ୱାମୀଙ୍କୁ ସ୍ତ୍ରୀ ସହିତ ମନ ଖୋଲି ପ୍ରେମ କରିବା ଉଚିତ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି ଦୂରତା ରଖିବା ଉଚିତ ନୁହେଁ। ଯେଉଁ ଘରେ ସ୍ୱାମୀ ସ୍ତ୍ରୀ ରାତିରେ ପରସ୍ପରକୁ ପ୍ରେମ କରିଥାନ୍ତି, ସେହି ଘରେ ସୁଖ ଶାନ୍ତି ବନି ରହିଥାଏ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି ବି କଥା ଅନ୍ୟ କାହାରିକୁ କହିବା ଉଚିତ ନୁହେଁ। ବନ୍ଧୁଗଣ, ଯଦି ଏହି ଭିଡ଼ିଓଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ୍ କରିବା ସହିତ ଏହାକୁ ସେୟାର କରିଦିଅନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚୟ ଦବାଇ ଦିଅନ୍ତୁ। ବନ୍ଧୁଗଣ, ଭକ୍ତିରେ ଥରେ ନିଜ ଇଷ୍ଟଦେବଙ୍କ ନାମ କମେଣ୍ଟ ବକ୍ସରେ ଅବଶ୍ୟ ଲେଖିଦିଅନ୍ତୁ। ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ କଷ୍ଟ ଦୂର ହୋଇଯିବ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।